ମୁଁ କହିବାକୁ ଚାହେଁ ଯେ ଅଚ୍ୟୁତ ସାମନ୍ତ ଜଣେ ବିଶ୍ୱ ପରିଚିତ ଲୋକ। ଓଡ଼ିଶାର ଖାନଦାନୀ ବୁନିୟାଦୀ ଏବଂ ଏଠି ଶିକ୍ଷା ସଂସ୍କାର ଏବଂ ସମସ୍ତ ବିଷୟ ସେ ବାହାରେ ପ୍ରକାଶ କରିବାରେ ପ୍ରଥମ ଭୂମିକା ନେଇଛନ୍ତି। ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ଗୋଟେ ଅନୁଷ୍ଠାନ କରିଛନ୍ତି ଯୋଉଟାକି ବିଶ୍ୱରେ ପରିଚିତ ଅଛି। ଏଭଳି କ୍ଷେତ୍ରରେ କାହାର ବ୍ୟକ୍ତିଗତ ଭାବେ କାହାକୁ କିଏ ପ୍ରେମ କଲା ଏଗୁଡ଼ାକ ଜଣେ ଇଏ ରାସ୍ତାରେ ଚାଲୁଥିବା ଲୋକ ରାସ୍ତାରେ ଅନ୍ୟ ଜଣେ କାହା ସହିତ ଗଲା ସେଥିପାଇଁ ଦାୟୀ ହେବ ନା। ତେଣୁ ତୁମ ତ ଆଇନ କହୁଛି ପ୍ରେମର ବିଫଳତା ପାଇଁ କେହି ଦାୟୀ ନୁହଁ। ତେଣୁ ସେଇଭଳିଆ ଗୋଟେ ଘଟଣାରେ ତାଙ୍କୁ ନିନ୍ଦିତ କରିବା ପାଇଁ ମୁଁ ଚାହେଁ ନା। ଅଚ୍ୟୁତ ବାବୁ ମୋର ବ୍ୟକ୍ତିଗତ କିଛି ସମ୍ପର୍କ ନାହିଁ, କିନ୍ତୁ ମୁଁ ଯାହା ନିରପେକ୍ଷ ଭାବରେ କହିବି ସେ ତାଙ୍କର ଅବଦାନ ଶିକ୍ଷାର ଅବଦାନ ବିଶେଷ କରି ଆଦିବାସୀ ହରିଜନ ପିଲାମାନଙ୍କ ପାଇଁ ଯେଉଁ ଉତ୍ଥାନ କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। 25,000 ପିଲା ଏପର୍ଯ୍ୟନ୍ତ ସେଠି ପଢୁଛନ୍ତି ଏବଂ ବହୁତ ଲୋକ ବାହାରିଲେଣି, କିନ୍ତୁ ସେ ଦୃଷ୍ଟିରୁ ତାଙ୍କର ପଛୁଆ ବର୍ଗ ଲୋକଙ୍କ ପାଇଁ ଅବଦାନ ଅବିସ୍ମରଣୀୟ। ତେଣୁ ଏଭଳି କ୍ଷେତ୍ରରେ ତାଙ୍କୁ ନିନ୍ଦା କରିବା ଠିକ ନୁହେଁ ବୋଲି ମୋର ମତ। ନା ସେଭଳି ନିନ୍ଦା କରିବାର ତାଙ୍କର ବ୍ୟକ୍ତିଗତ କିଏ କ'ଣ କହୁଛି ମୁଁ ଜାଣିନି, କିନ୍ତୁ ସେଟା ଧୃଷ୍ଟତା ବୋଲି ମୁଁ ମନେ କରେ। ଏବେ ତ ଆଇନ କହୁଛି ସେଟା ତାଙ୍କର କିଛି ଦୋଷ ନାହିଁ। ରାସ୍ତା ଗଲାବେଳେ ଆଉ ଜଣେ ଯିଏ ପ୍ରେମ କଲା କି ଘାଟରେ ଗଡ଼ାଗଡ଼ି ହେଲେ ସେଥିପାଇଁ ରାସ୍ତା ଯିବା ଲୋକ ଦାୟୀ? ତାକୁ ତ କେହି ମାରି ଦେଇନାହାନ୍ତି, ଅନୁଷ୍ଠାନ ତ ମାରି ନାହିଁ, ସିଏ ଆପେ ସୁଇସାଇଡ କରିଛି। ତମ ଆଇନ କ'ଣ କହୁଛି କ'ଣ କୁହ? କହୁଛନ୍ତି ତାଙ୍କର କ'ଣ ଉଦ୍ଦେଶ୍ୟ ଥିବ, ମନ୍ଦ ଉଦ୍ଦେଶ୍ୟ ଜଣକୁ ମିଛା ରଟନା କରିକି ନିନ୍ଦିତ କରିବା ପାଇଁ।